ମୁଁ ଏମିତି ଅନେକ ମୋ ବେକ କଣ ହେଇଯାଏ ମାନେ ଏତେ ଡେଙ୍ଗାକୁ ମୁଁ ଏମିତି ଯେତେବେଳେ କଥାବାର୍ତ୍ତା ଏମିତି କଥା ହଁ ଧରିଛନ୍ତି ତାଙ୍କ ବୁଲେଟରେ ମତେ ବସେଇକି ବୁଲେଇଛନ୍ତି ଆଉ ମଜା ମଉଜ ଆମେ କରିଛୁ ଦି ଜଣ ଫାଙ୍କା ମାନେ ପଳେଇବୁ ଆମର ପଛରେ ଲାଗିଥିବ ଡ୍ରୋନ୍ କ୍ୟାମେରା ସେଠି ଆଉ କେହି ନାହାନ୍ତି କେବଳ ଆମେ ଦି ଜଣ ସେ ବୁଲେଟ ଭୟ ବି ଲାଗୁଥିଲା କାଳେ ଜୀବନ୍ତୁ ପଳେଇ ଆସିବ ଗାଡି ବସିବ ମୁଁ ଭାବୁଥିଲି ବାଘ ଆସିଥିଲା ମୁଁ ସେ ବୁଲେଟ ଚକା ଭିତରେ ପଶି ଯାଇଥାନ୍ତି ଆମର ରୋମାଞ୍ଚ ଦେଖୁଥିଲି ଆମର ହାତୀ ଭାଲୁ ବାଘ ଦେଖିନି ବାଘ ମତେ ଦେଖିଥିଲେ ମତେ ଜଳିକା କରିଦେଇଥାନ୍ତା ଜଙ୍ଗଲ ଆଉ ଆମର ଯୋଉ ସେଇ ଭିତର ସଂଘର୍ଷ ସେଇଟା ନା ଶିମିଳିପାଳ ଇଏ ତ ଯାହା ବାଜିଛି ମାନେ ବହୁତ ଦିନ ପରେ ଦର୍ଶକ ମୋ ଫିଲ୍ମ ଦେଖିଲେ ସେ ଖୁସିର ଝଲକ ଏଇଟା ମାନେ ବହୁତ ଦିନ ପରେ ପର୍ଦାକୁ ପୁଣି ଆସୁଛି ପୁଣି ଥରେ ଦର୍ଶକ ମାନଙ୍କ ହୃଦୟକୁ କୁତୁକୁତୁ କରିବାକୁ ମୁଁ ଆସୁଛି ଆପଣ ମାନେ ରେଡି ହେଇକି ଥାଆନ୍ତୁ ପୁରା ହାତ ପୁରେଇକି ଆପଣ ମାନଙ୍କୁ କୁତୁକୁତୁ କରିବି ଭିତରେ ବହୁତ ଖୁସି ଅଛି ଆଉ ମୁଁ ଏତିକି କହିବି ଦର୍ଶକ ମାନଙ୍କୁ ଯେ ଆମର ଶିମିଳି ଆସନ୍ତୁ ଦେଖନ୍ତୁ ଫିଲ୍ମ ବହୁତ ବଢିଆ ଷ୍ଟୋରି ରହିଛି ଜଙ୍ଗଲ ଉପରେ କାହାଣୀ କେମିତି ଜଙ୍ଗଲ ପୋତା ହେଇଯାଉଛି ଆଉ ଜୀବଜନ୍ତୁ ମାନେ ଜଙ୍ଗଲ ଭିତରେ ମରି ଯାଉଛନ୍ତି କେମିତି ଜଙ୍ଗଲରେ କାଠ ଚୋରି ହଉଛି ତାକୁ ବଞ୍ଚିବାକୁ ଯାଇକି ହିରୋ କେମିତି ଏଠି ସଂଘର୍ଷ କରୁଛନ୍ତି ଆଉ ଜଙ୍ଗଲକୁ ନେଇକି ଆମର ଯୋଉ ସଂଘର୍ଷ ଚାଲିଛି ଆଉ ଆମେ ଚାହିଁବା ଜଙ୍ଗଲ ନଷ୍ଟ କରିବାନି ଗୋଟେ ଗଛ ଲଗେଇବା ଜଙ୍ଗଲକୁ ବଢେଇବା କାରଣ ଜଙ୍ଗଲରୁ ଆମେ ଶ୍ୱାସ ପ୍ରଶ୍ୱାସ ଆମେ ନଉଛେ ଜଙ୍ଗଲରୁ ଯୋଉ ଗଛ ଲାଗୁଛି ତା ଭିତରୁ ଯୋଉ ପବନଟା ଆସୁଛି ଆମ ନାକ ଭିତରେ ପଶୁଛି ସେଟା ହଉଛି ନିଶ୍ୱାସ ଆଉ ମୋ ହିରୋଇନ ତ ସମସ୍ତେ ସେଥିରେ ମୋ ନାଁ ହେଇଛି ଫ୍ଲାଭର ଝୁକେଗା ନାହିଁ ଇନଶାଆଲ୍ଲାହ ମାନେ ସେଇଥିରେ ଡାଇଲଗ ରହିଛି ଆଉ ମୋ ସାଙ୍ଗରେ ଗୋଟେ ସାଙ୍ଗ ଅଛି ଯିଏକି ଚାଇନା ଲୋକ ଯିଏ ତାକୁ ଡାକୁଛି କୋଭିଡ-19 ତା ନାଁ ଦେଇଛି ଆଉ ସେଇ ଭିତରେ କାହାଣୀ ବଢିଆ ମଜା ହେଇଛି ତାପରେ ହିରୋଇନ କି ନେଇକି ସବୁ ଜଙ୍ଗଲ ଦେଖଉଛି ଭାଇ ଆପଣ ଇଣ୍ଡଷ୍ଟ୍ରିର କୋଉ ହିରୋଇନ କୁ ଲାଇନ ମାରୁଥିଲେ ସେ ପଟିଲାନି ମୁଁ କଣ ଲାଇନ ମାରେ ସେ ଅଟୋମେଟିକ ଲାଇନରେ ପଡନ୍ତି ନା ଜଙ୍ଗଲକୁ ମୁଁ ନେଇକି ଯାଇନି ଯେହେତୁ ଆମର ମ୍ୟାଡମ ଆସିଲେ ଫରେଷ୍ଟ ଅଫିସର ସେ ଫରେଷ୍ଟ ଯୋଉ ସେ ଘରେ ଆମେ ରହିଥିଲୁ ଚାକିରି ଆମେ ଚାକିରି କରୁଛୁ ସେଇଠି ଆମେ 2 ଜଣ ରହିଥିଲୁ ମ୍ୟାଡମ ଆସିଲା ପରେ ମ୍ୟାଡମ ତ ଜଙ୍ଗଲ ଭିତରେ କି ଜାଣିନାହାନ୍ତି ନୂଆ ଆସୁଛନ୍ତି ମୁଁ ମ୍ୟାଡମ ସାଙ୍ଗରେ ବସିକି ଗାଡିରେ ସେ ଜଙ୍ଗଲ ଦେଖୁଛୁ ଭଲ ସବୁ ଷ୍ଟୋରି ରହିଛି ଆଉ ବହୁତ ଦିନ ପରେ କମବ୍ୟାକ୍ କରିଛନ୍ତି ଦର୍ଶକଙ୍କ ଭଲ ପାଇବା ମିଳିବ ନିଶ୍ଚୟ ସେଇ ଭଲ ପାଇବା ସେମାନେ ଦେଇଛନ୍ତି ବୋଲି ତ ମୁଁ ଆଜି ଏଇ ଜାଗାରେ ଅଛି ଆପଣ ଯୋଉ ଜଙ୍ଗଲ ଯାଇଥିଲେ ବୋଲି କହିଲେ ଗୋଟେ ଭ୍ୟାଲେଣ୍ଟାଇନ ଡେ ଗଲା ସେଠି ଜଙ୍ଗଲରେ ନା ସେ ଭ୍ୟାଲେଣ୍ଟାଇନ ବେଳକୁ ମୁଁ ପଳେଇ ଆସିଥିଲି ଜଙ୍ଗଲ ବାହାରିକି ପଳେଇ ଆଇଛି ଆଉ ତା ଭିତରେ ନଥିଲି ମୁଁ ସେଠି ଜଙ୍ଗଲରେ ଆପଣ କାହାର ରୋମାନ୍ସ ଦେଖୁଥିଲେ ମୁଁ ଆମର ରୋମାଞ୍ଚ ଦେଖୁଥିଲି ଆମର ହାତୀ ଭାଲୁ ବାଘ ଦେଖିନି ବାଘ ମତେ ଦେଖିଥିଲେ ମତେ ଜଳିକା କରିଦେଇଥାନ୍ତା ଜଙ୍ଗଲ ଆଉ ଆମର ଯୋଉ ସେଇ ଭିତର ସଂଘର୍ଷ ସେଇଟା ଭଲ ଲାଗିଲା ଏଇତ ହାତୀ ନାଜରେ ଧରିକି ପଳେଇ ଯାଇଥିଲି ମୋର ବେଶୀ ଆମର ସୁରୁମଇ ଉପରେ ଥିଲା କାରଣ ତାଙ୍କରି ପଛରେ ବସିକି ମୁଁ ବୁଲୁଥିଲି ଜଙ୍ଗଲ ଆସିବା ବୁଲେଟ ଚଲଉଛନ୍ତି ମୁଁ ତାଙ୍କ ପଛରେ ବସିକି ବୁଲୁଛି ଜଙ୍ଗଲ ସବୁ ଦେଖଉଛି ମ୍ୟାଡମ ଏଇଟା ହଉଛି ଏପଟେ ହାତୀ ଆସୁଛନ୍ତି ମ୍ୟାଡମ ଜଙ୍ଗଲ ସେପଟେ ଚନ୍ଦନ କାଠ ମିଳୁଛି ମୁଁ ଥିଲି ନା ଫାଇଟିଂ ସିନରେ ମୁଁ ପଛପଟେ ଥିଲି ମତେ କୁଦି ଦେଇଥାନ୍ତେ ଭିଲାନ ମାନେ ମୁଁ ବଞ୍ଚେଇବି ଆଉ ସୂର୍ଯ୍ୟମୟୀଙ୍କର ଏତେ ହାଇଟ୍ ଆପଣ ଯେତେବେଳେ ତାଙ୍କ ପାଖରେ ଠିଆ ହଉଥିଲେ ଆପଣ କୋଉଠି ପହଞ୍ଚୁଥିଲେ ମୁଁ ଏମିତି ଅନେକ ମୋ ବେକ କଣ ହେଇଯାଏ ମାନେ ଏତେ ଡେଙ୍ଗାକୁ ମୁଁ ଏମିତି ଯେତେବେଳେ କଥାବାର୍ତ୍ତା ଏମିତି କଥା ଧରିଛନ୍ତି ତାଙ୍କ ବୁଲେଟରେ ମତେ ବସେଇକି ବୁଲେଇଛନ୍ତି ଆଉ ମଜା ମଉଜ ଆମେ କରିଛୁ 2 ଜଣ ଫାଙ୍କା ମାନେ ପଳେଇବୁ ଆମର ପଛରେ ଲାଗିଥିବ ଡ୍ରୋନ୍ କ୍ୟାମେରା ସେଠି ଆଉ କେହି ନାହାନ୍ତି କେବଳ ଆମେ 2 ଜଣ ସେ ବୁଲେଟ
ଭୟ ବି ଲାଗୁଥିଲା କାଳେ ଜୀବନ ପଳେଇ ଆସିବ ମାଡି ବସିବ। ଆପଣ କଣ କରିଥାନ୍ତେ, କେମିତି ସାମ୍ନା କରିଥାନ୍ତେ? ମୁଁ ଭାବୁଥିଲି ବାଘ ଆସିଥିଲା ମୁଁ ସେ ବୁଲେଟ ଚକା ଭିତରେ ପଶି ଯାଇଥାନ୍ତି, ଆଉ ବାଘ ଦେଖିପାରନ୍ତା ପଳେଇଥାନ୍ତା।